ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଅଙ୍ଗଦାନ ହିଁ ଜୀବନ ଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଡକ୍ଟର ମୀରାରାଣୀ ଖଣ୍ଡୁଆଳ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡକ୍ଟର ବଳରାମ ଦାସ ଓ ଅଧ୍ୟାପକ ଡକ୍ଟର ଶ୍ରୀନିବାସ ସାହୁ ପ୍ରମୁଖ ଯୋଗଦେଇ ଅଙ୍ଗଦାନର ମହନୀୟତା, ଅଙ୍ଗଦାନ ହିଁ ଜୀବନ ଦାନ, ଗୋଟିଏ ଅଙ୍ଗ ଗୋଟିଏ ଜୀବନ ସହ ଅନେକ ପରିବାରକୁ ରକ୍ଷା କରିଥାଏ ତଥା ମହାନ ପୁଣ୍ୟ କାର୍ଯ୍ୟ ବୋଲି କହିଥିଲେ। ଏହି ମହାନ କାର୍ଯ୍ୟରେ ସମସ୍ତ ଛାତ୍ରଛାତ୍ରୀମାନେ ସାମିଲ ହେବାକୁ ସଂକଳ୍ପବଦ୍ଧ ହେବା ଉଚିତ ବୋଲି ମତ ପ୍ରଦାନ କରିଥିଲେ। ସଭାରେ ବୃକ୍ଷରୋପଣ, ଫାଲେରିଆ ଦୂରୀକରଣ ଓ ନିଶା ନିବାରଣ ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଆଲୋଚନା ହୋଇଥିଲା। ମା, ମାଟି ଓ ଗୋଟିଏ ବୃକ୍ଷ ଅନେକ ଜୀବନ ନାମରେ ଅନେକ ବୃକ୍ଷ ରୋପଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସୁଶ୍ରୀ ଅଭିଲିପ୍ସା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।